କାଳିଆ ଶାନ୍ତ ଡାକ ଶୁଣିଲେ, ମୋ ବାପା ମାଙ୍କ କୋଳ ଭରିଦେଲେ। କୋଟି ଦଣ୍ଡବତ ପକାଇବାକୁ ମନାସିଥିଲେ। ବାପା ମା ମାନସିକ ବି କରିଥିଲେ। ଦଣ୍ଡ ମାରି ମାରି ଦଣ୍ଡବତ କରି କାଳିଆର ସେହି ସନ୍ତାନ ଆସିବ। ଭକ୍ତିରେ ସୁଝିବ ଋଣ। ବାପା ମାଙ୍କ ମାନସିକ, ପୁଅ ଆସିଲା ନୀଳାଚଳ। ଏଇ ଦେଖୁନାହାନ୍ତି, ଏ ଦୃଶ୍ୟ ଦେଖିଲେ ଏତେ ସବୁର ଅର୍ଥ ଆପଣ ବୁଝିଯିବେ। ଜଣେ କୁନି ଭକ୍ତ ବଡ଼ଦାଣ୍ଡରେ ଦଣ୍ଡ ମାରି ମାରି ଆସୁଛନ୍ତି ଗୁଣ୍ଡିଚା ମନ୍ଦିରରୁ ବଡ଼ଦାଣ୍ଡ ଯାଏଁ। ତାକୁ ଏ ସୁନ୍ଦର ଦୁନିଆକୁ ଆଣିଥିବାରୁ ସେ କୃତଜ୍ଞତା ଓ ଭକ୍ତି ଜଣାଇ ଦଣ୍ଡ ମାରି ମାରି ଚାଲିଛି। ଏ ଦୃଶ୍ୟ ପ୍ରତିଟି ମନକୁ ବେଶ୍ ଛୁଇଁଛି। ବ୍ରହ୍ମପୁରରୁ ଶ୍ରୀମନ୍ଦିର ଆସିଛନ୍ତି ଜଣେ ଭକ୍ତ। ସାଙ୍ଗରେ ଅଛନ୍ତି ପତ୍ନୀ ଓ 2 ପିଲା। କୁନି ପୁଅ ଦଣ୍ଡ ମାରି ମାରି ଯାଉଛି କାଳିଆ ସାଆନ୍ତଙ୍କ ପାଖକୁ। ବର୍ଷା କି ଖରା କେହି ତାକୁ ଅଟକାଇ ପାରିନି। ଏହା ପଛରେ ଅଛି କି ଏକ ସୁନ୍ଦର କାରଣ ଓ ସମର୍ପଣର ଭାବ। ବ୍ରହ୍ମପୁରରୁ ଆସିଥିବା ଏହି ବ୍ୟକ୍ତିଙ୍କ କହିବା ଅନୁସାରେ ବିବାହର 10 ବର୍ଷ ପର୍ଯ୍ୟନ୍ତ ତାଙ୍କର କିଛି ସନ୍ତାନ ସନ୍ତତି ହୋଇନଥିଲେ। ସେ ମାନସିକ କରିଥିଲେ ପିଲାପିଲି ହେଲେ ସେହି ସନ୍ତାନ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦଣ୍ଡ ମାରି ମାରି ଯାଇ ଜଗାର ଦର୍ଶନ କରିବ। ପ୍ରଥମେ ଝିଅଟିଏ ହେଲା, ତାପରେ ପୁଅ। ଝିଅକୁ ଏବେ 14 ବର୍ଷ। ବାହାଘରର 18 ବର୍ଷ ପରେ ପୁଅ ଜନ୍ମ ହେଲା। ତାକୁ ଏବେ 8 ବର୍ଷ। ମାନସିକ ପୂରଣ ହେବା ପରେ କୁନି ପୁଅ ସହ ପୁରା ପରିବାର ଦଣ୍ଡ ପଡ଼ି ପଡ଼ି ଯାଉଛନ୍ତି ଶ୍ରୀମନ୍ଦିର। ଆମର ପୁଅ ଝିଅ 10 ବର୍ଷ ହେଲା ହେଇନଥିଲା। ପୁଅ ଝିଅ 10 ବର୍ଷ ହେଲା ହେଇନଥିଲା। ପ୍ରଭୁଙ୍କ ମାନସିକ କରାହେଲା। ଆଉ ପୁଅ ଝିଅ କ'ଣ ଆସିଲେ ଗୁଣ୍ଡିଚାଡ଼ୁ ଶ୍ରୀମନ୍ଦିର ଦଣ୍ଡ ପଡ଼ିବ ବୋଲି ମାନସିକ ଥିଲା। ଫାଷ୍ଟ ଝିଅ ହେଲା, ତା ଦେହରେ ପୁଅ ହେଲା। ଝିଅ 9 ବର୍ଷ ପରେ ହେଲା, ଝିଅକୁ ହେଲା 8 ବର୍ଷ 14 ବର୍ଷ। ପୁଅ 18 ବର୍ଷ ପରେ ହେଲା, ପୁଅକୁ 5 ବର୍ଷ 8 ବର୍ଷ ହେଲା। ପ୍ରଭୁଙ୍କର ମାନସିକ ପୂରଣ ହେଲା ତ ଦଣ୍ଡ ପଡ଼ି ପଡ଼ି ଆସୁଛୁ। ଆଉ ଗୁଣ୍ଡିଚା ମନ୍ଦିର ଆରମ୍ଭ କଲୁ। ପୁଅ ଝିଅ ବାପା ମା ମିଶି ଦଣ୍ଡ ପଡ଼ି ପଡ଼ି ଆସୁଛୁ। ପ୍ରଭୁ ଧନ୍ୟ ତୁମେ, ଧନ୍ୟ ତୁମ ଲୀଳା। ତୁମ ବିନା ପତ୍ରଟେ ବି ହଲିବା କଷ୍ଟକର। ତମ ବିନା ସୃଷ୍ଟି, ଆରମ୍ଭ, ଜୀବନ ସବୁକିଛି ଅସମ୍ଭବ। ସେଥିପାଇଁ ଯାହା ହେଉଛି, ଯାହା ହେବ ସବୁ ତ ତୁମରି ହିଁ ଇଚ୍ଛା। କିନ୍ତୁ ଏତିକି ବି ମାନିବାକୁ ହେବ ଯେ ତୁମେ ଯେମିତି ତୁମ ଭକ୍ତ ବି ସେମିତି। ତୁମେ ତୁମ କଥା ରଖିଲ, ଭକ୍ତ ବି ତାଙ୍କ କଥା ରଖିଲେ। ସେଥିଲାଗି ତ ଭକ୍ତି ମାନେ ସମର୍ପଣ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 7 ଡିଜିଟାଲ।